2024 ନିର୍ବାଚନ ପରାଜୟ ପରେ ପରାଜିତ ପ୍ରାର୍ଥୀ ମାନଙ୍କୁ ନେଇକି ନବୀନ ବାବୁ ମିଟିଂ କରିଛନ୍ତି। এটা প্রথম মিটিং নুহ আগুরু করেছেন। এক দ্বিতীয় জেলা স্তরীয় নেতৃত্ব মন্ডল নেইকি মিটিং করছেন। দ্বিতীয় লোক ছিল হারিবা লোক বি ଥିଲେ। এ দুইথর তিনথর মিটিং সরিছে। এটা প্রথম মিটিং নুহ। আজি মিটিং যা ଥିଲା স্বতন্ত্রতা ଆପଣ ଆଶ୍ଚର୍ଯ୍ୟ ହେବେ। ମୁଁ ବି ନବୀନ ବାବୁଙ୍କ ସାଙ୍ଗରେ 14 ବର୍ଷ କାମ କଲିଣି। ବାଇ ନେମ୍ ଡାକୁଥିଲେ 50 ରୁ ଉର୍ଦ୍ଧ୍ୱ ନେତୃତ୍ୱ ଆଜି ପଦ ଦେଇଛନ୍ତି। ବାଇ ନେମ୍ ଡାକୁଥିଲେ ଏବଂ ବକ୍ତବ୍ୟ ଦେଲା ପରେ ସିଏ ଆହୁରି ଆଡିସନ କରୁଥିଲେ। ମାଲକାନଗିରି ଜଣେ ପ୍ରତିନିଧି ଯେ ଏକ୍ସ ଏମଏଲଏ ଥିଲେ ଏଥର ହାରିଛନ୍ତି। ସେ କହିଲେ ଟଙ୍କିକା ଚାଉଳ ସେଠୁ ଆରମ୍ଭ ହେଇଥିଲା ଆପଣ ଆରମ୍ଭ କରିଥିଲେ ଏବଂ ଗୁରୁପ୍ରିୟା ସେଠୁ କଥା କହିଲେ ଏୟାରପୋର୍ଟ କଥାଟା ଛାଡିଗଲା। ଆପଣ ଆଶ୍ଚର୍ଯ୍ୟ ହେବେ ତାଙ୍କର ଆଜି ବକ୍ତବ୍ୟ ଥିଲା ଏବଂ ଉତ୍ସାହ ସହିତ କଣ କଣ ସାଂଗଠନିକ କ୍ଷେତ୍ରରେ ଆଇନ ଶୃଙ୍ଖଳା ରାଜ୍ୟରେ ଅଛି ବୋଲି କେହି ଅନୁଭବ କରିପାରୁନାହାନ୍ତି। ପୁରା ଆଉ ଗଞ୍ଜାମ ଡିଷ୍ଟ୍ରିକ୍ଟ ଏଇଟା କହିଲେ ଘୋଷଣା ହେଇଯାଉଛି। ଆପଣଙ୍କ ସଂଗଠନ କେମିତି ସଜଡ଼ା ଯିବ ନେତା ଛାଡୁଛନ୍ତି ସେ ବିଷୟରେ କିଛି ସେ ସବୁ ସମ୍ପର୍କରେ ବି ଆଲୋଚନା ହେଇଛି। ନେତା ଯୋଉମାନେ ଛାଡୁଛନ୍ତି 24 ବର୍ଷ ଧରି ପାର୍ଟିକୁ ଶୋଷି ନେଇଥିବା ବ୍ୟକ୍ତି ସେ ଚାଲିଗଲେ ପାର୍ଟି ପାଇଁ ଟିକେ ଫରକ ହବ। ସେ ଜାଣିଛନ୍ତି ନା ନବୀନ କାହିଁ କହିବେ। ନବୀନ ସେ ଉପରେ ପାର୍ଟି କଲେ ସଂଗଠନଶୀଳ ଯିବା ଆସିବା କଥା ହଉଛି। ଯୋଉ ଲୋକାଲ ସରପଞ୍ଚ ସମିତି ମେମ୍ବର ଅଛି ବ୍ଲକ ଚେୟାରମ୍ୟାନ ଅଛି କହିଲେ ସେ ପ୍ରୋସେସ ସେ ସୁବିଧାବାଦୀ ଲୋକଙ୍କ ସଂଖ୍ୟା ରହିବ କିଛି। ତମେ ସଂଗଠନକୁ ସଜାଡ ଏବଂ ଲୋକଙ୍କର ବିଶ୍ୱାସ ଆସ୍ଥାକୁ ଅର୍ଜନ କର। ଲୋକଙ୍କର ସମସ୍ୟା ସହିତ ରୁହ। ଆନ୍ଦୋଳନକୁ ଆଗକୁ ନିଅ। ପଞ୍ଚାୟତ ପୌର ନିର୍ବାଚନ ଆସୁଛି, ମ୍ୟୁନିସିପାଲ ନିର୍ବାଚନ ଆସୁଛି, ତାକୁ ଆଖି ଆଗରେ ରଖ ଏବଂ ଓଡ଼ିଶାବାସୀ କେମିତି ଆଜି ଦିନରେ 50 ଲକ୍ଷ ଭତ୍ତାଧାରୀ ସିନିୟର ସିଟିଜେନ ଚାଲି ପାରନ୍ତି 80 ବର୍ଷ 75 ବର୍ଷ ଅଛି ଭତ୍ତା ପାଉନାହାନ୍ତି। ଯୋଉମାନେ ଲାଇନରେ ଅଛନ୍ତି ସେମାନେ କେମିତି ରୋକିବେ ସେ କଥା କହିଲେ ନା। ସେ ସଂଗଠନକୁ ସବୁ ଆଙ୍ଗେଲକୁ ଡିଲ୍ କରି କହିଛନ୍ତି ସଂଗଠନକୁ ସଜାଡ଼ିବା ପାଇଁ ଆପଣ ମାନଙ୍କର ଦାୟିତ୍ୱ। ଆପଣ ମୁଁ ପୁରା ରହିଛି ଏଠି ପ୍ରତ୍ୟେକ ବ୍ଲକ ଜିଲ୍ଲାର ସମସ୍ୟା ମୋ ପାଖକୁ ଆସ। ଲିଖିତ ଆକାରରେ ଆଜି ସମସ୍ତେ ଦେଇଛନ୍ତି। ସମର୍ଥନ କଲେଣି କଟକ ବିଜେଡି ଖାଲି କରିଦେବେ। ଦେବାଶିଷ ବାବୁଙ୍କର ନିର୍ବାଚନ ପାଇଁ ନିଜେ ହାରିଛନ୍ତି। ହାରୁ ପାର୍ଟିଙ୍କ କଥା କହିଲେ କଣ ହବ ତାଙ୍କର ସ୍ଥିତି ଅଛି। ସେ ବକ୍ତବ୍ୟ କଣ ପାର୍ଟି ସ୍ଥିତି ତାଙ୍କର ଅଛି। ସିଏ ଯଦି ହାରିଲେ ମୁଁ ମେୟର ଭାବରେ 3ଟା ନିର୍ବାଚନ ନେଲେ 50,000 ଭୋଟ ଜିତିଲି କେମିତି ଶୁଣନ୍ତୁ। ଏ ପାର୍ଟିରେ ଅଛନ୍ତି ତାଙ୍କ ସମ୍ପର୍କରେ ବକ୍ତବ୍ୟ ଠିକ ହବନି। ଦେବାଶିଷ ବାବୁ ହଉ କି ପ୍ରଭାତ ବାବୁ ହଉ ଯୋଉମାନେ ଗଲେ ସେ ପାର୍ଟି ପାଇଁ ବରଂ ରାସ୍ତା କ୍ଲିୟର କଲେ ନୂଆ ପିଢିକି ଆସିବା କିଛି ଅସୁବିଧା। ଏକ ଶୁଣନ୍ତୁ ସିଏ ଓଡିଶା ପାଇଁ ଗୋଟେ ଡିଭୋସନ ଦେଇଛନ୍ତି। ଦୀର୍ଘ 24 ବର୍ଷ ଧରି ସେବାରେ ଅଛି। ଓଡ଼ିଆ ଝିଅ ଏବଂ ମିଶନ ଶକ୍ତିକୁ ନୂଆ ରୂପରେଖରେ 70 ଲକ୍ଷ ଓମେନ୍ 6 ଲକ୍ଷ ଗ୍ରୁପକୁ ତିଆରି କରିବାରେ ଜାତିସଂଘ ଯାହାକୁ ପ୍ରଶଂସା କରୁଥିଲା। ସେ ଯଦି ଇଚ୍ଛା ପ୍ରକାଶ କରିବେ ଆଉ ନବୀନ ବାବୁ ଯଦି ସେଥିରେ କନସେଣ୍ଟ ଦେବେ ଆମର ଯେତେ ନୂଆ ଲୋକ ଆସିକି ପାର୍ଟିକୁ ଆଗେଇ ନେବେ ସମସ୍ତେ ସ୍ୱାଗତ କରିପାରୁଛୁ ନା। ବରିଷ୍ଠ ବିରୋଧ କଲେଣି। ଏଇଟା ବିରୋଧ ପକ୍ଷ ଖାଲି ଏଗୁଡା କିଛି ଲୋକ ଆକୁ ତିଆରି କରୁଛନ୍ତି। ସେଥିରେ କିଛି ଅସୁବିଧା ନାହିଁ। ପାର୍ଟି ସବୁବେଳେ ଯୋଉମାନେ ପାର୍ଟିକୁ ଶକ୍ତିଶାଳୀ କରିବା ପାଇଁ ଆସିବେ ପାର୍ଟି ନବୀନକୁ ୱେଲକମ୍ କରୁଛି। ଅଫିସର ଆମେ ଦେଖୁଛୁ ଆଉ ସିଏ ଯଦି ଇଚ୍ଛା ପ୍ରକାଶ କରିବେ କାମ କରିବା ପାଇଁ ସେ କାମ କରୁଛନ୍ତି। ନବୀନଙ୍କୁ ସହାୟତା କରୁଛନ୍ତି। ଓଡ଼ିଶା ଡେଭଲପମେଣ୍ଟରେ ତାଙ୍କର ଭୂମିକା ଅଛି। ତା ସହିତ ଯଦି ଉପରରେ କାମ କରିବାକୁ ବାହାରିବେ ଆଉ ନବୀନ ବାବୁ ସହମତି ଦେବେ ତାହେଲେ ଆମର କଣ କରିବା। ବିଜେଡି ନବୀନ ବାବୁଙ୍କ ନିର୍ଭର କରୁଛି। ପାର୍ଟି ସଭାପତି ଏ ସମ୍ପର୍କରେ ସେ ଚିନ୍ତାଶୀଳ ଅଛନ୍ତି। ଯଦି ସିଏ ଆସିବା ଲୋକ ସିଏ ଯଦି ତାଙ୍କର ସହମତି ପ୍ରକାଶ କଲେ ଆଉ ନବୀନ ବାବୁ ସହମତି ପ୍ରକାଶ କଲେ ପାର୍ଟି ସବୁବେଳେ ଚାହେଁ ଆଗକୁ ଯିବା ପାଇଁ। ଯେତେ ଆଗକୁ ଯିବ ନୂଆ ଦକ୍ଷ ଲୋକ ଆସିବେ ପାର୍ଟି ସେ ବିଷୟରେ ଆଲୋଚନା ହେଲେ ଆଜି ସେ ସମ୍ପର୍କ ଆମେ ସଂଗଠନକୁ ସଜାଡ଼ିବା ପାଇଁ ଏବଂ ଲୋକଙ୍କର ଯୋଉ କ୍ଷୋଭ ତାକୁ ସଂଗଠିତ ରୂପ ଦେବା ପାଇଁ ଆଜି ସେ କଥା କିଛି ଜାଗାରେ ଯଦି ପ୍ରୋବ୍ଲେମ ଅଛି ନିଜେ ସମାଧାନ କରୁଛନ୍ତି। କହିଲେ ମୋ ଜିଲ୍ଲା ୱାରି ରିଭ୍ୟୁ କରୁଛି ଆପଣ ମାନେ ସହଯୋଗ କରନ୍ତୁ। ଲିଖିତ ଆକାରରେ ଦିଅନ୍ତୁ। ଆମେ ସବୁ ସଂଗଠନକୁ